ନମସ୍କାର। ଆମେମାନେ ଭଲ ଭାବରେ ଜାଣିଛେ ଚୋର ଯେତେବେଳେ ଚୋରି କରିବାକୁ ଯାଏ ସବୁବେଳେ ରାତିରେ ଯାଏ, ଅଧରାତିରେ ଯାଏ, ଅନ୍ଧକାରରେ ଯାଏ। ତେଣୁ ଆମେମାନଙ୍କୁ ସଜାଗ ହେବାକୁ ପଡ଼ିବ। ରାତିରେ ଯଦି ଆମେ ବହୁତ ନିଦରେ ଶୋଇପଡ଼ିବା ନା, ଚୋର ଆମ ଘରୁ ଲୁଟିକି ସବୁ ଜିନିଷ ନେଇଯିବ ଆଉ ଆମେ ସର୍ବହରା ହେଇଯିବା। କିନ୍ତୁ ବେଳେବେଳେ ଜାଣିଛନ୍ତି, ଆମେ ଯେତେବେଳେ ଅନ୍ଧକାରରେ ରହୁ ସେତେବେଳେ ଆମ ଭିତରେ କେଉଁ ଚୋର ପଶିଥାଏ? ଆମ ଭିତରେ ଅହଙ୍କାର, ରାଗ, ଦ୍ୱେଷ, ଈର୍ଷା, ଏଇସବୁ ଚୋରମାନେ ଆମ ଭିତରେ ପଶି ଯାଇଥାନ୍ତି। ଆମ ଭିତରେ ଥିବା ଖଜାନା, ହୀରା, ନୀଳ, ମୋତି, ମାଣିକ୍ୟ ସବୁ ଲୁଟିକି ନେଇଯାଇଥାନ୍ତି। ଆଉ ସେମାନେ ଯେତେବେଳେ ଏଇ ଜିନିଷ ଗୁଡ଼ିକ ଲୁଟିକି ନେଇଯାଇଥାନ୍ତି ନା, ସେତେବେଳେ ଆମେ ସବୁ ଥାଇକି ନିର୍ଧନ, ଖୁବ୍ ଧନୀ ଥାଇକି ବି ଆମେ କାଙ୍ଗାଳ। ତେଣୁ ନିଜର ଅନ୍ଧକାରକୁ ଦୂରେଇବାକୁ ନିଜ ଭିତରେ ଗୋଟେ ସଜାଗତାର ଆଲୋକ ଜାଳି ଦିଅନ୍ତୁ। ଦେଖିବେ ଈଶ୍ୱର ଆମକୁ ଯାହା ଦେଇଛନ୍ତି ଆମେ କେତେ ଖୁସିରେ ରହିବା। କାହିଁକି ନା ଆମ ଭିତରର ଚୋର ହେଲା ଖୁବ୍ ଖତରନାକ ଚୋର। ବାହାର ଚୋର ଘରେ ପଶିଲେ ଆମେ କାଲି କିଣିକି ଆଣିଦେଇପାରିବା, କିନ୍ତୁ ଆମ ଭିତରର ଚୋର ଯଦି ଶକ୍ତିଶାଳୀ ହେଇକି ଆମ ଭିତରେ ରହିଲା ନା, ସେ ଚୋର ଆମକୁ ଧ୍ୱଂସାଭିମୁଖେ ନେଇଯିବ। ଆମେ ସର୍ବହରା ହେଇଯିବା, ନିଜକୁ ନିଜେ ଆଉ ପାଇପାରିବାନି। ତେଣୁ ଆଜିଠୁ ସଜାଗ ରୁହନ୍ତୁ। ଆମର ଭିତରର ଚୋରକୁ ଜ୍ଞାନ ରୂପକ ଆଲୋକରେ ଖୁବ୍ ଦୂରକୁ ବିତାଡ଼ିତ କରିଦିଅନ୍ତୁ ଆଉ ଖୁସିରେ ଜୀବନଯାପନ କରନ୍ତୁ। ଜୟ ଜଗନ୍ନାଥ।